ଖଲାରି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଗୁଳ ଜିଲ୍ଲା ତଥା ବ୍ଲକ ଅନ୍ତର୍ଗତ ଖଲାରି ଗ୍ରାମର ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖଲାରିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ପ୍ରଧାନଙ୍କ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନର ସଭାପତି ବାଉରୀବନ୍ଧୁ ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବାଉରୀବନ୍ଧୁ ସାହୁ, ଗ୍ରାମ କମିଟି ସଭାପତି ପବିତ୍ର ମୋହନ ସାହୁ, ଉପସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ଅଶୋକ କୁମାର ସାହୁଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା, ବରିଷ୍ଠ ଗ୍ରାମବାସୀ ବୃନ୍ଦ, ପୂର୍ବତନ ସରପଞ୍ଚ କନ୍ଦର୍ପ ମହାରଣା, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଉତ୍ସବର ମୁଖ୍ୟ ଅତିଥି ଅନୁଗୋଳର ମାନ୍ୟବର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ବିଶିଷ୍ଟ ସମାଜସେବୀ କ୍ରିଷ୍ଣା ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ଖଲାରି ସରପଞ୍ଚ ସସ୍ମିତା ଗଣନାୟକ, ସମିତି ସଭ୍ୟ ରାକେଶ ନନ୍ଦ ଏବଂ ମୁଖ୍ୟ ବକ୍ତା ଭାବେ ନବକୃଷ୍ଣ ଚୌଧୁରୀ, ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧ୍ୟକ୍ଷା ଦ୍ରୌପଦୀ ପଟେଲ ପ୍ରମୁଖ ଯୋଗଦାନ କରି ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗ୍ରାମବାସୀଙ୍କୁ ଉତ୍ସାହିତ କରିବା ସହିତ କୃତି ପ୍ରତିଯୋଗୀଙ୍କୁ ମାନପତ୍ର, ପଦକ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିବା ସମୟରେ ଶିକ୍ଷୟିତ୍ରୀ ପ୍ରବୀଣା ପ୍ରିୟଦର୍ଶିନୀ ଗଣନାୟକ ମଞ୍ଚ ସଂଯୋଜନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ବୃନ୍ଦ ଏଥିରେ ସହଯୋଗ କରିଥିଲେ। ଶିକ୍ଷୟିତ୍ରୀ ପ୍ରେମଲତା ଦାସ, ସ୍ୱର୍ଣ୍ଣଲତା ପ୍ରଧାନ ଏବଂ ଅନ୍ୟ ଶିକ୍ଷୟିତ୍ରୀଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ, ବାଦ୍ୟ, ସଙ୍ଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ମହାପାତ୍ର ପିଲାମାନେ ପାଠ ପଢ଼ିବାକୁ ଆମେ ଯେକୌଣସି ମୁହୂର୍ତ୍ତରେ ଯେତେ ଶିକ୍ଷାଦାନ ହଉ, ଶିକ୍ଷାଦାନର ମହତ୍ଵ ଗୋଟିଏ ଜାଗା ରହିବ। ଯେଉଁ ବାପା ମା ଆମକୁ ଏଠି ପାଠ ପଢ଼ିବାକୁ ପଠାଇଛନ୍ତି ଏବଂ ଯେଉଁ ଗୁରୁଜୀ ଗୁରୁମା, ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ଆମକୁ ପାଠ ପଢ଼ାଉଛନ୍ତି ଆମ ଭବିଷ୍ୟତ ପାଇଁ, ତାଙ୍କୁ କେବେ ଜୀବନରେ ସମ୍ମାନରେ ହେଳା କରିବା କଥା ନୁହେଁ। ସବୁବେଳେ ତାଙ୍କୁ ଯେତିକି ଗୁରୁଜନ ମାନଙ୍କୁ ସମ୍ମାନ ଦେବ, ସେତିକି ତମର ଶିକ୍ଷାଦାନ ଅଧିକ ମହତ୍ଵ ରହିବ, ଅଧିକ ହେବ ଏବଂ ଭବିଷ୍ୟତ ଉଜ୍ଜଳ ହେବ।